ଆଜିର ଆଲୋଚନା ଏକ ବହୁତ ଅଦ୍ଭୁତ ଏବଂ ରହସ୍ୟମୟ ଘଟଣାରୁ ଆରମ୍ଭ ହେଉଛି, ଯାହା ଦାନିଏଲଙ୍କ ପୁସ୍ତକରେ ବର୍ଣ୍ଣିତ। କଳ୍ପନା କରନ୍ତୁ, ଜଣେ ଦେବଦୂତ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ନେଇ ଆସୁଛନ୍ତି, କିନ୍ତୁ ବାଟରେ ତାଙ୍କୁ 21 ଦିନ ଧରି ଅଟକାଇ ଦେଉଛି। ଏହା କେମିତି ସମ୍ଭବ? ଜଣେ ସ୍ୱର୍ଗୀୟ ଦୂତଙ୍କୁ କିଏ ବା କ'ଣ ଏତେ ସମୟ ଧରି ପ୍ରତିରୋଧ କରିପାରିବ? এই ଗୋଟିଏ ଘଟଣା ମୋତେ ଲାଗୁଛି ଇତିହାସ, ରାଜନୀତି ଏବଂ ଆଧ୍ୟାତ୍ମିକତାକୁ ଦେଖିବାର ଏକ ସମ୍ପୂର୍ଣ୍ଣ ନୂଆ ଦ୍ୱାର ଖୋଲିଦିଏ। ଆଉ ଏହା ହିଁ ଆମର ଆଜିର ମୂଳ ପ୍ରସଙ୍ଗ। ଆମେ ଯେଉଁ ଉତ୍ସଗୁଡ଼ିକୁ ଦେଖୁଛୁ, ସେଗୁଡ଼ିକ ଏହି ଘଟଣାରୁ ଦୁଇଟି ମୁଖ୍ୟ ସମ୍ଭାବ୍ୟ ବ୍ୟାଖ୍ୟା ବାହାର କରୁଛି। ପ୍ରଥମଟି, ଯାହା ଅଧିକ ପାରମ୍ପରିକ, ତାହା ହେଲା ଯେ ସ୍ୱର୍ଗୀୟ ଶକ୍ତିମାନେ ପର୍ଦ୍ଦା ପଛରେ ରହି ମାନବ ସାମ୍ରାଜ୍ୟଗୁଡ଼ିକୁ ପ୍ରଭାବିତ କରନ୍ତି। କିନ୍ତୁ ଦ୍ୱିତୀୟଟି ଏକ ଅଧିକ ରହସ୍ୟମୟ ଧାରଣା ଦେଉଛି ଯେ ପୃଥିବୀର ପ୍ରତ୍ୟେକ ସାମ୍ରାଜ୍ୟର ସ୍ୱର୍ଗରେ ଜଣେ ଦେବଦୂତ ପ୍ରତିନିଧି ବା ଶାସକ ଅଛନ୍ତି। ଆଚ୍ଛା। ଏବଂ ବାଇବେଲର ଭବିଷ୍ୟବାଣୀରେ ବର୍ଣ୍ଣିତ ପଶୁମାନେ ପ୍ରକୃତରେ ସେହି ଦେବଦୂତମାନେ ହିଁ ଅଟନ୍ତି। ବାଃ, ଏହା ତ ଦୁଇଟି ପୂରାପୂରି ଅଲଗା ଦୃଷ୍ଟିକୋଣ। ଗୋଟିଏ ହେଲା ଆମେ କହିପାରିବା ପ୍ରଭାବକ ତତ୍ତ୍ୱ, ଆଉ ଅନ୍ୟଟି ହେଲା ବ୍ରହ୍ମାଣ୍ଡୀୟ ପ୍ରତିରୂପ ତତ୍ତ୍ୱ। ତେବେ ଆସନ୍ତୁ ଏହି ଦୁଇଟି ଧାରଣାକୁ ଟିକେ ଗଭୀର ଭାବେ ଖୋଳି ଦେଖିବା। ଆମେ ପ୍ରଥମେ ସେହି ଦ୍ୱିତୀୟ ଅଧିକ ଜଟିଳ ଧାରଣାଟିରୁ ଆରମ୍ଭ କରିବା। କ'ଣ ସତରେ ପୃଥିବୀର ସାମ୍ରାଜ୍ୟଗୁଡ଼ିକ ପଛରେ ଦେବଦୂତ ଶାସକ ଅଛନ୍ତି? ଠିକ୍ ଅଛି, ତେବେ ଚାଲନ୍ତୁ ସିଧା ଦାନିଏଲ 10 ଅଧ୍ୟାୟର ସେହି ଘଟଣାକୁ ଯିବା। ଦାନିଏଲ 3 ସପ୍ତାହ ଅର୍ଥାତ୍ 21 ଦିନ ଧରି ପ୍ରାର୍ଥନା ଆଉ ଉପବାସ କରୁଥିଲେ। ଶେଷରେ ଜଣେ ଦେବଦୂତ ତାଙ୍କ ପାଖରେ ପହଞ୍ଚିଲେ, ଆଉ ବିଳମ୍ବ ପାଇଁ ଯେଉଁ କାରଣ ଦେଲେ ତାହା ଚକିତ କରିଦେବା ଭଳି। ହଁ, ସେ କହିଲେ, ପାରସ୍ୟ ରାଜ୍ୟର ଅଧିପତି 21 ଦିନ ପର୍ଯ୍ୟନ୍ତ ମୋତେ ପ୍ରତିରୋଧ କଲେ। ଏହି ପାରସ୍ୟର ଅଧିପତି ପ୍ରକୃତରେ କିଏ? ଏହି ପ୍ରଶ୍ନଟି ହିଁ ସବୁକିଛିର ମୂଳ। ଆମେ ଯେଉଁ ବିଶ୍ଳେଷଣ ଦେଖୁଛୁ, ସେଥିରେ ସ୍ପଷ୍ଟ ଭାବରେ ଯୁକ୍ତି ଦିଆଯାଇଛି ଯେ ଏହା କୌଣସି ମଣିଷ ରାଜା ହୋଇପାରିବେ ନାହିଁ। ଆପଣ ଭାବି ଦେଖନ୍ତୁ, ସେତେବେଳର ପାରସ୍ୟ ରାଜା କ'ଣ ଜଣେ ଶକ୍ତିଶାଳୀ ଦେବଦୂତଙ୍କ ସହ 21 ଦିନ ଧରି ଲଢ଼ିପାରିବେ? ଶାରୀରିକ ବା ଆଧ୍ୟାତ୍ମିକ ଭାବରେ? ନା, ଏହା ଅସମ୍ଭବ। ତେଣୁ ଏହି ଅଧିପତି ନିଶ୍ଚିତ ଭାବରେ ଜଣେ ଅଣମାନବୀୟ ଆଧ୍ୟାତ୍ମିକ ଶକ୍ତି, ଯେ ପାରସ୍ୟ ସାମ୍ରାଜ୍ୟର ପ୍ରତିନିଧିତ୍ୱ କରୁଥିଲେ। କିନ୍ତୁ ଏହାକୁ କେହି କେହି ଏକ ରୂପକ ଭାବରେ ଦେଖିପାରନ୍ତି, ଯେମିତିକି ପାରସ୍ୟର ଆତ୍ମା ବା ସ୍ପିରିଟ୍ ଅଫ୍ ପର୍ସିଆ, ଯାହା ସେହି ସାମ୍ରାଜ୍ୟର ସାମୂହିକ ଚେତନାକୁ ବୁଝାଉଛି। ଆମ ଉତ୍ସଗୁଡ଼ିକ ଏହି ବିକଳ୍ପକୁ କେମିତି ଦେଖୁଛନ୍ତି? ଏହା ଏକ ଭଲ ପ୍ରଶ୍ନ। କିନ୍ତୁ ଉତ୍ସଗୁଡ଼ିକ ଏହି ଧାରଣାକୁ ଆହୁରି ଆଗକୁ ନେଇଯାନ୍ତି। ସେହି ପଦରେ ଲେଖା ଅଛି ଯେ ପ୍ରଧାନ ଦେବଦୂତ ମିଖାଏଲ ଆସି ସାହାଯ୍ୟ କରିବାରୁ ହିଁ ସେହି ଦେବଦୂତ ଜଣକ ଆସିପାରିଲେ। ଆଉ ମିଖାଏଲଙ୍କୁ ପରେ ତୁମ୍ଭ ଲୋକମାନଙ୍କର ଅଧିପତି ବୋଲି କୁହାଯାଇଛି, ଅର୍ଥାତ୍ ଇସ୍ରାଏଲର ଅଧିପତି। ଆଚ୍ଛା। ଯଦି ଇସ୍ରାଏଲ ପାଇଁ ଜଣେ ଦେବଦୂତ ଅଧିପତି ଅଛନ୍ତି, ତେବେ ପାରସ୍ୟ ପାଇଁ ମଧ୍ୟ ଜଣେ ରହିବା ଯୁକ୍ତିଯୁକ୍ତ ମନେହୁଏ। ଏହା ଏକ ବ୍ୟବସ୍ଥା ଆଡ଼କୁ ସଂକେତ ଦେଉଛି, କେବଳ ରୂପକ ନୁହେଁ। ଏହାର ଅର୍ଥ ତେବେ ଗୋଟେ ପ୍ରକାରର କସ୍ମିକ୍ ରେଜିମ୍ ଚେଞ୍ଜ। ଯେତେବେଳେ ପୃଥିବୀରେ ଗୋଟେ ସାମ୍ରାଜ୍ୟ ଭାଙ୍ଗୁଛି ଆଉ ନୂଆ ଗୋଟେ ଠିଆ ହେଉଛି, ଠିକ୍ ସେହି ସମୟରେ ଆକାଶରେ ସେମାନଙ୍କର ଦେବଦୂତ ଶାସକ ବି ବଦଳୁଛନ୍ତି। ହଁ, କାରଣ ଦେବଦୂତ ଜଣକ କହିଥିଲେ ଯେ ସେ ଫେରିଯାଇ ପାରସ୍ୟର ଅଧିପତିଙ୍କ ସହ ପୁଣି ଲଢ଼ିବେ ଏବଂ ତାପରେ ଗ୍ରୀସର ଅଧିପତି ଆସିବେ। ଏହା ଇତିହାସ ସହ ପୂରାପୂରି ମେଳ ଖାଉଛି। ପାରସ୍ୟ ପରେ ଗ୍ରୀକ୍ ସାମ୍ରାଜ୍ୟ ହିଁ କ୍ଷମତାକୁ ଆସିଥିଲା। ଠିକ୍ ଅଛି। ତେବେ ଯଦି ଆମେ ଏହି ଦେବଦୂତ ଶାସକ ତତ୍ତ୍ୱକୁ କିଛି ସମୟ ପାଇଁ ଗ୍ରହଣ କରିନେବା, ତେବେ ଏହା ଆମକୁ କେଉଁଠି ନେଇ ପହଞ୍ଚାଉଛି? ଆମ ଉତ୍ସଗୁଡ଼ିକ ଏହାକୁ ଦାନିଏଲଙ୍କର ଅନ୍ୟ ଭବିଷ୍ୟବାଣୀ ସହ କିପରି ଯୋଡୁଛନ୍ତି? ଏଠାରେ କଥାଟା ଆହୁରି ଗଭୀର ହୋଇଯାଉଛି। ଦାନିଏଲଙ୍କର ଅନ୍ୟ ସ୍ୱପ୍ନରେ ସେ 4ଟି ମହାସାମ୍ରାଜ୍ୟକୁ 4ଟି ଭୟଙ୍କର ପଶୁ ଭାବରେ ଦେଖିଥିଲେ। ସିଂହ, ଭାଲୁ, ଚିତାବାଘ ଆଉ ଏକ ଅଜବ 10 ସିଂହିଆ ପଶୁ। ହଁ, ଯାହା ବାବିଲୋନ, ପାରସ୍ୟ, ଗ୍ରୀସ୍ ଏବଂ ରୋମକୁ ବୁଝାଉଥିଲା। ଠିକ୍। ତେବେ ଯୁକ୍ତିଟି ହେଉଛି, ଯଦି ରାଜ୍ୟଗୁଡ଼ିକର ଦେବଦୂତ ଶାସକ ଅଛନ୍ତି ଏବଂ ସେହି ରାଜ୍ୟଗୁଡ଼ିକୁ ପଶୁ ଭାବରେ ଦର୍ଶାଯାଇଛି। ଆଚ୍ଛା, ତେବେ କ'ଣ ସେହି ପଶୁମାନେ ହେଉଛନ୍ତି ସେହି ଦେବଦୂତ ଶାସକ? ହଁ। ତେବେ ପଶୁ ଇକ୍ୱାଲ୍ସ ଟୁ ଦେବଦୂତ। ଏହା ତ ଭବିଷ୍ୟବାଣୀକୁ ବୁଝିବାର ଏକ ସମ୍ପୂର୍ଣ୍ଣ ନୂଆ ଉପାୟ।
ଏହାର ଅର୍ଥ ଯେତେବେଳେ ଆମେ ସେହି ପଶୁମାନଙ୍କ ବିଷୟରେ ପଢ଼ୁଛୁ ଆମେ କେବଳ ମାନବ ସାମ୍ରାଜ୍ୟ ବିଷୟରେ ନୁହେଁ ବରଂ ସେମାନଙ୍କ ପଛରେ ଥିବା ଆଧ୍ୟାତ୍ମିକ ଶକ୍ତି ବିଷୟରେ ମଧ୍ୟ ପଢ଼ୁଛୁ। ହଁ, ଯଦି ଦାନିଏଲଙ୍କ ସମୟର ସାମ୍ରାଜ୍ୟଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେଉଥିଲା ତେବେ ଏହା ଭବିଷ୍ୟତର ମହାଶକ୍ତିମାନଙ୍କ ପାଇଁ ମଧ୍ୟ ଲାଗୁ ହେବା କଥା। ଆମ ଉତ୍ସଗୁଡ଼ିକ ଏହି ଧାରାକୁ ପ୍ରକାଶିତ ବାକ୍ୟର ଭବିଷ୍ୟବାଣୀ ସହ ଯୋଡ଼ୁଛନ୍ତି। ନିଶ୍ଚିତ ଭାବରେ ଏହି ଲେଖାଗୁଡ଼ିକ ଏହି ପଶୁ = ଦେବଦୂତ ଚାବିକୁ ନେଇ ସିଧା ପ୍ରକାଶିତ ବାକ୍ୟର ତାଲା ଖୋଲିବାକୁ ଚେଷ୍ଟା କରନ୍ତି। ସେଠାରେ ଦୁଇଟି ମୁଖ୍ୟ ପଶୁର ବର୍ଣ୍ଣନା ଅଛି, ସମୁଦ୍ରରୁ ଉଠିଥିବା ପଶୁ ଏବଂ ନାଲି ରଙ୍ଗର ପଶୁ। ଉତ୍ସର ବ୍ୟାଖ୍ୟାନ ଅନୁଯାୟୀ ନାଲି ରଙ୍ଗର ପଶୁ ହେଉଛି ଏକ ବିଶ୍ୱ ସରକାର ଓ ତା ଉପରେ ବାବିଲୋନର ମହାବେଶ୍ୟା ବସିଛି ଯିଏ ତାକୁ ନିୟନ୍ତ୍ରଣ କରୁଛି। ବାବିଲୋନର ମହାବେଶ୍ୟା ଏହା ଏକ ବହୁତ ଚର୍ଚ୍ଚିତ ଏବଂ ବିବାଦୀୟ ପ୍ରତୀକ। ଏହାକୁ ଆମ ଉତ୍ସଗୁଡ଼ିକ କିପରି ଚିହ୍ନଟ କରୁଛନ୍ତି? ଏଠାରେ ଉତ୍ସଗୁଡ଼ିକ ଏକ ବହୁତ ନିର୍ଦ୍ଦିଷ୍ଟ ଏବଂ ବିବାଦୀୟ ବ୍ୟାଖ୍ୟା ଉପସ୍ଥାପନ କରନ୍ତି। ସେମାନଙ୍କ ମତରେ ଏହି ମହାବେଶ୍ୟା ପ୍ରକୃତରେ ଐତିହାସିକ ବାବିଲୋନୀୟ ରୋମୀୟ ପୋପତନ୍ତ୍ର ବା ପେପାସିକୁ ସୂଚାଉଛି। କିନ୍ତୁ ମନେ ରଖିବାକୁ ହେବ ଏହା ଅନେକ ବ୍ୟାଖ୍ୟା ମଧ୍ୟରୁ କେବଳ ଗୋଟିଏ। ଠିକ୍। କଥାଟା ହେଉଛି ନାଗ ବା ଶୈତାନ ସମୁଦ୍ରରୁ ଉଠିଥିବା ପଶୁକୁ ନିଜର କ୍ଷମତା ଦିଏ, ଯିଏ ପରେ ସେହି ମହାବେଶ୍ୟା ସହ ମିଶି କାମ କରେ। ଯଦି ଆମେ ପୁଣି ସେହି ପଶୁ = ଦେବଦୂତ ତତ୍ତ୍ୱକୁ ଫେରିବା ତେବେ ତ ଏହା ଏକ ଦେବଦୂତମାନଙ୍କର କାହାଣୀ ପାଲଟି ଯାଉଛି। ଶୈତାନ ଯିଏ ନିଜେ ଜଣେ ପତିତ ଦେବଦୂତ ସିଏ ଆଉ ଜଣେ ଶକ୍ତିଶାଳୀ ଦେବଦୂତକୁ କ୍ଷମତା ଦେଉଛି ଯିଏକି ସମୁଦ୍ରରୁ ଉଠିଥିବା ପଶୁ। ଆଉ ସେମାନେ ମିଶି ପୃଥିବୀରେ ଏକ ବ୍ୟବସ୍ଥା ଚଳାଉଛନ୍ତି। ଏହା ତ ସ୍ୱର୍ଗୀୟ ରାଜନୀତି ଭଳି ଶୁଭୁଛି। ଠିକ୍ ସେହିପରି। ଏବଂ ଏହି ଧାରଣାର ସବୁଠୁ ବଡ଼ ପ୍ରଭାବ ପଡ଼େ ଯେତେବେଳେ ଆମେ ସେହି ପଶୁର ଅନ୍ତିମ ପରିଣତି ବିଷୟରେ ପଢ଼ୁ। ପ୍ରକାଶିତ ବାକ୍ୟ କୁହେ ଯେ ନାଲି ରଙ୍ଗର ପଶୁକୁ ଶେଷରେ ଅଗ୍ନିମୟ ହ୍ରଦରେ ପକାଇ ଦିଆଯାଏ, ଯେଉଁଠାରେ ସେ ଅତି କମ୍ରେ 1000 ବର୍ଷ ପର୍ଯ୍ୟନ୍ତ ଜଳୁଥାଏ। ଯଦି ସେହି ପଶୁ ପ୍ରକୃତରେ ଜଣେ ଦେବଦୂତ ତେବେ ଏହାର ଅର୍ଥ ଜଣେ ଦେବଦୂତ 1000 ବର୍ଷରୁ ଅଧିକ ସମୟ ଧରି ନିରନ୍ତର ଯନ୍ତ୍ରଣା ଭୋଗ କରୁଛି। ଏହା ଏକ ଅକଳ୍ପନୀୟ ଧାରଣା। କିନ୍ତୁ ଏହି ବ୍ୟାଖ୍ୟା କିଛି ଜଟିଳ ପ୍ରଶ୍ନ ମଧ୍ୟ ସୃଷ୍ଟି କରୁଛି। ପ୍ରକାଶିତ ବାକ୍ୟରେ ଲେଖାଅଛି ଯେ ଶେଷରେ ସେହି ନାଲି ରଙ୍ଗର ପଶୁ ଆଉ ତାର 10ଟି ସିଂହ ସେହି ମହାବେଶ୍ୟାକୁ ଘୃଣା କରିବେ ଏବଂ ତାକୁ ପୋଡ଼ିଦେବେ। ଯଦି ଏମାନେ ସମସ୍ତେ ଗୋଟିଏ ଦଳର ପତିତ ଦେବଦୂତ ତେବେ ସେମାନେ ପରସ୍ପର ସହ କାହିଁକି ଲଢ଼ିବେ? କ'ଣ ଦୁଷ୍ଟ ଶକ୍ତିମାନଙ୍କ ମଧ୍ୟରେ ଗୃହଯୁଦ୍ଧ ହୁଏ? ଏହା ହିଁ ଏହି ତତ୍ତ୍ୱର ସବୁଠୁ ବଡ଼ ଚ୍ୟାଲେଞ୍ଜ। ଆମ ଉତ୍ସ ଏହାର ଦୁଇଟି ସମ୍ଭାବନା ଦେଉଛି। ପ୍ରଥମତଃ ହୋଇପାରେ ହୁଏତ ପତିତ ଦେବଦୂତମାନଙ୍କ ମଧ୍ୟରେ ମଧ୍ୟ କ୍ଷମତା ପାଇଁ ସଂଘର୍ଷ, ଗୋଷ୍ଠୀ କନ୍ଦଳ ଏବଂ ବିଶ୍ୱାସଘାତକତା ଅଛି, ଠିକ୍ ମଣିଷଙ୍କ ରାଜନୀତି ଭଳି। ଆଚ୍ଛା। ଦ୍ୱିତୀୟ ବିକଳ୍ପଟି ହେଲା ହୋଇପାରେ ଜଣେ ମାତ୍ର ଶକ୍ତିଶାଳୀ ପତିତ ଦେବଦୂତ ଏହି ଉଭୟ ସଂସ୍ଥାକୁ ନିୟନ୍ତ୍ରଣ କରୁଛି ଆଉ କେବଳ ଗୋଟିଏକୁ ବ୍ୟବହାର କରି ଅନ୍ୟଟିକୁ ଧ୍ୱଂସ କରୁଛି। ଏହା ଏକ ଆଭ୍ୟନ୍ତରୀଣ କ୍ଷମତା ପରିବର୍ତ୍ତନ ଭଳି ଯେଉଁଠି ପୁରୁଣା ବ୍ୟବସ୍ଥାକୁ ଭାଙ୍ଗି ନୂଆ ବ୍ୟବସ୍ଥା ଅଣାଯାଉଛି। ବାଃ, ଗୋଟେ ମିନିଟ୍ ରୁହନ୍ତୁ। ତେବେ ଆମେ ଯାହା କହୁଛେ ତାହା ହେଲା ଇତିହାସର ବଡ଼ ବଡ଼ ଯୁଦ୍ଧ, ସାମ୍ରାଜ୍ୟର ପତନ ଏସବୁ କେବଳ ପୃଥିବୀର ଘଟୁନଥିଲା ବରଂ ଏହା ସ୍ୱର୍ଗୀୟ ସ୍ତରରେ ଚାଲିଥିବା ଏକ ବଡ଼ ଯୁଦ୍ଧର ପ୍ରତିଫଳନ ମାତ୍ର। ଏକ ପ୍ରକାରରେ ଏହି ଧାରଣା ଇତିହାସକୁ ଦେଖିବାର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଉଛି। ତେବେ ସେହି ଅଗ୍ନିମୟ ହ୍ରଦରେ ଜଳିଥିବା ପଶୁ ବିଷୟରେ କ'ଣ କେବଳ ଦେବଦୂତ ହେବାର ସମ୍ଭାବନା ଅଛି ନା ଆଉ କିଛି? ଉତ୍ସରେ ଏହାର 3ଟି ମୁଖ୍ୟ ସମ୍ଭାବନା ବିଷୟରେ କୁହାଯାଇଛି ଆଉ ପ୍ରତ୍ୟେକଟିର ପ୍ରଭାବ ବହୁତ ବଡ଼। ଚାଲନ୍ତୁ ଗୋଟିଏ ଗୋଟିଏ କରି ଦେଖିବା। ପ୍ରଥମ ସମ୍ଭାବନା, ଯାହା ସବୁଠୁ ସରଳ, ତାହା ହେଲା ଏହି ପଶୁ ସେହି ବିଶ୍ୱ ସରକାରର ମାନବ ରାଜନେତାମାନଙ୍କୁ ବୁଝାଉଛି ଯେଉଁମାନେ ଅଗ୍ନିରେ ଜଳୁଛନ୍ତି। ଠିକ୍ ଅଛି, ଏହା ତ ବୁଝି ହେଉଛି। ମଣିଷମାନଙ୍କୁ ଦଣ୍ଡ ମିଳୁଛି। ଦ୍ୱିତୀୟ ସମ୍ଭାବନା? ଦ୍ୱିତୀୟଟି ହେଲା ଯାହା ଆମେ ଏତେ ସମୟ ଧରି ଆଲୋଚନା କରୁଥିଲେ, ଏହା ହେଉଛି ସେହି ବିଶ୍ୱ ସରକାର ପଛରେ ଥିବା ଶାସକ ଦେବଦୂତ ଯିଏ 1000 ବର୍ଷ ଧରି ଯନ୍ତ୍ରଣା ଭୋଗ କରୁଛି। ଏହା ବ୍ରହ୍ମାଣ୍ଡୀୟ ନ୍ୟାୟର ଏକ ଭୟଙ୍କର ଚିତ୍ର ଦେଉଛି। ଏବଂ ତୃତୀୟଟି, ମୋର ମନେ ହେଉଛି ଏଇଟା ସବୁଠୁ ଅଲଗା ହେବ। ତୃତୀୟ ଦୃଷ୍ଟିକୋଣଟି ସମ୍ପୂର୍ଣ୍ଣ ଭିନ୍ନ ଆଉ ଚକିତ କରିଦେବା ଭଳି।
ଉତ୍ସରେ ଏକ ସମ୍ଭାବନା ଦିଆଯାଇଛି ଯେ ନାଲି ରଙ୍ଗର ପଶୁ ବୋଧହୁଏ ପୃଥିବୀ ଗ୍ରହର ହିଁ ଏକ ରୂପକ, ଯାହା ଅଗ୍ନିରେ ଧ୍ୱଂସ ହୋଇଯାଏ। କ'ଣ ଯଦି ପଶୁଟି ହେଉଛି ସମ୍ପୂର୍ଣ୍ଣ ପୃଥିବୀ, ତେବେ ଏହାର ପ୍ରଭାବ ତ ବହୁତ ବଡ଼ ହେବ। ତାହେଲେ ଯେଉଁ 1000 ବର୍ଷର ରାଜ୍ୟ କଥା କୁହାଯାଏ, ତାହା କେଉଁଠି ହେବ? ହଁ, ଯଦି ପୃଥିବୀ ନିଜେ ସେହି ସମୟରେ ଅଗ୍ନିମୟ ହ୍ରଦର ଜଳୁଥାଏ। ଠିକ୍ ସେହି ପ୍ରଶ୍ନ। ଏହି ବ୍ୟାଖ୍ୟା ଅନୁସାରେ ଏହାର ଅର୍ଥ ହେବ ଯେ 1000 ବର୍ଷର ରାଜ୍ୟ ପୃଥିବୀରେ ସ୍ଥାପିତ ହୋଇପାରିବ ନାହିଁ। ଏହା ପାରମ୍ପରିକ ଧାରଣାକୁ ପୂରାପୂରି ଓଲଟାପାଲଟା କରିଦିଏ। ତେଣୁ ଆପଣ ଦେଖିପାରୁଥିବେ, ଗୋଟିଏ ଧାରଣାର ଆରମ୍ଭ କରି ଆମେ କେତେ ଗଭୀର ଆଉ ଜଟିଳ ପ୍ରଶ୍ନ ପାଖରେ ପହଞ୍ଚି ଯାଉଛୁ। ଦେବଦୂତ, ପଶୁ ଆଉ ବ୍ରହ୍ମାଣ୍ଡୀୟ ଶାସକଙ୍କର ଏହି ଗଭୀର ଏବଂ ମୁଣ୍ଡ ବୁଲାଇଦେବା ଭଳି ଆଲୋଚନା ପରେ ଆସନ୍ତୁ ଆମେ ଆରମ୍ଭରେ କହିଥିବା ପ୍ରଥମ ଅଧିକ ସରଳ ବିକଳ୍ପଟିକୁ ଫେରିବା। ବୋଧେ ଆମେ ଏହାକୁ ଅତ୍ୟଧିକ ଜଟିଳ କରିଦେଉଛୁ। ସେହି ପ୍ରଭାବକ ତତ୍ତ୍ୱଟି କ'ଣ କହୁଛି? ଠିକ୍ ଅଛି। ଆମ ଉତ୍ସଗୁଡ଼ିକ ଶେଷରେ ଏହା ସ୍ୱୀକାର କରନ୍ତି ଯେ ଏକ ସରଳ ଏବଂ ଅଧିକ ପାରମ୍ପରିକ ବ୍ୟାଖ୍ୟା ମଧ୍ୟ ସମ୍ଭବ। ତା' ହେଲା, ପଶୁ ବୋଧହୁଏ ଦେବଦୂତକୁ ନୁହେଁ, ବରଂ ସିଧାସଳଖର ରାଜନୈତିକ ଶକ୍ତି ଆଉ ମାନବ ସାମ୍ରାଜ୍ୟକୁ ହିଁ ବୁଝାଉଥାଇପାରେ। ଏହି ଦୃଷ୍ଟିକୋଣରେ ଦାନିଏଲଙ୍କ ପଶୁମାନେ ହେଲେ ବାବିଲନ, ପାରସ୍ୟ, ଗ୍ରୀସ୍ ଓ ରୋମ୍, ଆଉ ପ୍ରକାଶିତ ବାକ୍ୟର ପଶୁମାନେ ହେଲେ ଭବିଷ୍ୟତର ମାନବ ସରକାର ଏବଂ ସାମ୍ରାଜ୍ୟ। ତେବେ ଏହି ବ୍ୟାଖ୍ୟା ଅନୁସାରେ ନାଲି ରଙ୍ଗର ପଶୁ ମାନେ ବିଶ୍ୱ ସରକାର ଆଉ ମହାବେଶ୍ୟା ମଧ୍ୟରେ ସଂଘର୍ଷର ଅର୍ଥ କ'ଣ ହେବ? ଏହା ଏକ ସାଧାରଣ ଭୂରାଜନୈତିକ କ୍ଷମତା ସଂଘର୍ଷ, ଯେମିତି ଇତିହାସରେ ସବୁବେଳେ ହୋଇଆସିଛି, ଯେଉଁଠି ଏକ ରାଜନୀତିକ ଶକ୍ତି ଏକ ଧାର୍ମିକ ଶକ୍ତିକୁ ପ୍ରଥମେ ବ୍ୟବହାର କରେ ଆଉ ପରେ ତାକୁ ଧ୍ୱଂସ କରିଦିଏ। ଆଚ୍ଛା, ଏହି ବ୍ୟାଖ୍ୟାରେ ପତିତ ଦେବଦୂତମାନେ ସିଧାସଳଖ ପଶୁ ଭାବରେ କାର୍ଯ୍ୟ କରୁନାହାନ୍ତି, ବରଂ ସେମାନେ ପର୍ଦ୍ଦା ପଛରେ ରହି ଏହି ମାନବୀୟ ନେତା ଏବଂ ସାମ୍ରାଜ୍ୟଗୁଡ଼ିକୁ ପ୍ରଭାବିତ କରୁଛନ୍ତି, ସେମାନଙ୍କୁ ନିଜ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରୁଛନ୍ତି। ଏହା ଏକ ଅଧିକ ସରଳ ଏବଂ ସିଧାସଳଖ ବ୍ୟାଖ୍ୟା। ଏହାଦ୍ୱାରା ସେହି ପତିତ ଦେବଦୂତମାନେ ପରସ୍ପର ସହ ଲଢ଼ିବା ଭଳି ଜଟିଳ ପ୍ରଶ୍ନର ମଧ୍ୟ ମୁକ୍ତି ମିଳୁଛି। ତେବେ ଦାନିଏଲଙ୍କ ସେହି ପ୍ରଥମ ଘଟଣା ପାରସ୍ୟର ଅଧିପତିଙ୍କ ସହ ଲଢ଼େଇକୁ ଏହି ତତ୍ତ୍ୱ କିପରି ବୁଝାଇବ? ଏହି ଦୃଷ୍ଟିକୋଣରେ ସେହି ଘଟଣାଟି ଏକ ଅନନ୍ୟ ଝଲକ ଥିଲା, ଯାହା ଆମକୁ ଦେଖାଏ ଯେ ସ୍ୱର୍ଗୀୟ ସ୍ତରରେ ସଂଘର୍ଷ ଚାଲିଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଭବିଷ୍ୟବାଣୀର ସମସ୍ତ ପ୍ରତୀକ, ଯେପରିକି ପଶୁ, ସେହି ଦେବଦୂତମାନଙ୍କୁ ହିଁ ବୁଝାଇବ। ପାରସ୍ୟର ଅଧିପତି ଜଣେ ଦେବଦୂତ ଥିଲେ, କିନ୍ତୁ ପଶୁ ଏକ ମାନବ ସାମ୍ରାଜ୍ୟ ହୋଇପାରେ, ଯାହାକୁ ସେହିଭଳି ଦେବଦୂତମାନେ ପଛରୁ ପ୍ରଭାବିତ କରୁଛନ୍ତି। ତେବେ ଆଜିର ଆଲୋଚନାକୁ ସଂକ୍ଷେପରେ ଦେଖିଲେ ଆମେ ଗୋଟିଏ ରହସ୍ୟର ଯାତ୍ରା ଆରମ୍ଭ କରିଥିଲେ। ଜଣେ ଦେବଦୂତଙ୍କୁ 21 ଦିନ ଧରି କିଏ ଅଟକାଇଲା? ଆଉ ଏହି ପ୍ରଶ୍ନ ଆମକୁ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ରାସ୍ତାରେ ନେଇଗଲା। ପ୍ରଥମ ରାସ୍ତାଟି ଥିଲା ବ୍ରହ୍ମାଣ୍ଡୀୟ ପ୍ରତିରୂପ ତତ୍ତ୍ୱ, ଯାହା କୁହେ ଯେ ରାଷ୍ଟ୍ରଗୁଡ଼ିକ ଆଧ୍ୟାତ୍ମିକ ଅଧିପତିଙ୍କ ଦ୍ୱାରା ସିଧାସଳଖ ଶାସିତ ଏବଂ ଭବିଷ୍ୟବାଣୀର ପଶୁମାନେ ବୋଧହୁଏ ସେହି ଦେବଦୂତ। ଏହି ବ୍ୟାଖ୍ୟା ଇତିହାସକୁ ଏକ ବ୍ରହ୍ମାଣ୍ଡୀୟ ନାଟକ ଭାବରେ ଦେଖାଏ, କିନ୍ତୁ ଏହା ସହିତ କିଛି ଜଟିଳ ପ୍ରଶ୍ନ ମଧ୍ୟ ସୃଷ୍ଟି କରେ। ଯେପରିକି ଏହି ଆଧ୍ୟାତ୍ମିକ ଶକ୍ତିଗୁଡ଼ିକ ପରସ୍ପର ସହ ଲଢ଼ନ୍ତି କି? ଆଉ ଦ୍ୱିତୀୟ ରାସ୍ତାଟି ଥିଲା ପ୍ରଭାବକ ତତ୍ତ୍ୱ, ଯାହା ଅଧିକ ପାରମ୍ପରିକ। ଏହା କୁହେ ଯେ ପଶୁମାନେ ମାନବ ସାମ୍ରାଜ୍ୟ ଏବଂ ଦେବଦୂତମାନେ ସିଧାସଳଖ ଅଭିନେତା ନୁହନ୍ତି, ବରଂ ପରଦା ପଛରେ ଥିବା ନିର୍ଦ୍ଦେଶକ, ଯେଉଁମାନେ ମାନବୀୟ କାର୍ଯ୍ୟକଳାପକୁ ପ୍ରଭାବିତ କରନ୍ତି। ହଁ, ଏହା ଅଧିକ ସରଳ କିନ୍ତୁ ବୋଧହୁଏ କମ୍ ନାଟକୀୟ। ଶେଷରେ ଏହି ଉତ୍ସଗୁଡ଼ିକ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଉତ୍ତର ଦେଉନାହାନ୍ତି, ବରଂ ସେମାନେ ଆମକୁ ଏହି ପ୍ରଶ୍ନଗୁଡ଼ିକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖିବା ପାଇଁ ଏକ ଫ୍ରେମୱାର୍କ ଦେଉଛନ୍ତି। ସତ୍ୟ ବୋଧହୁଏ ଏହି ଦୁଇଟିର ମିଶ୍ରଣରେ କେଉଁଠି ଲୁଚି ରହିଛି। ଏବଂ ଶେଷରେ ଆମର ଶ୍ରୋତାଙ୍କ ପାଇଁ ଏକ ଚିନ୍ତା କରିବା ଭଳି ପ୍ରଶ୍ନ। ଦାନିଏଲଙ୍କୁ ସେହି ଦେବଦୂତ ଜଣକ ସତ୍ୟର ଲେଖା ବା ସ୍କ୍ରିପ୍ଚର ଅଫ୍ ଟ୍ରୁଥ୍ ବିଷୟରେ କହିଥିଲେ, ଯେଉଁଥିରେ ଭବିଷ୍ୟତ ପୂର୍ବରୁ ଲେଖା ସାରିଥିଲା। ସେ କେବଳ ସେଥିରୁ କିଛି ଅଂଶ ବୁଝାଇବାକୁ ଆସିଥିଲେ। କ'ଣ ହେବ ଯଦି ଇତିହାସରେ ଘଟୁଥିବା ସମସ୍ତ ଘଟଣା, ସାମ୍ରାଜ୍ୟର ଉତ୍ଥାନ ପତନ, ଯୁଦ୍ଧ, ରାଜନୀତି, ଏସବୁ କେବଳ ଏକ ପୂର୍ବଲିଖିତ କାହାଣୀର ପ୍ରତିଧ୍ୱନି, ଏକ ବ୍ରହ୍ମାଣ୍ଡ୍ୟ ନାଟକ ଯେଉଁଠି ମାନବ ରାଜ୍ୟଗୁଡ଼ିକ କେବଳ ଏକ ମଞ୍ଚ? ଯଦି ମୁଖ୍ୟ ଚରିତ୍ରମାନେ ମଣିଷ ନୁହନ୍ତି ବରଂ ଦେବଦୂତ, ତେବେ ଇତିହାସକୁ ବୁଝିବାର ଆମର ଧାରଣା କିପରି ବଦଳିଯିବ?